କୋରାପୁଟ ଜିଲ୍ଲା ବିଭିନ୍ନ ବ୍ଲକରେ ବାବା ସାହେବଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଜି ସୁସ୍ଥ ସମାଜ ମଣିଷ ଅଧିକାର ପାଇପାରିଛି। ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ତାହା ବାବା ସାହେବ ଆମ୍ବେଦକରଙ୍କ ଦିଗ୍ଦର୍ଶନ ଶିକ୍ଷିତ ହେବାକୁ ଆହ୍ୱାନ ଦେଇଥିଲେ। ଶିକ୍ଷିତ ହୁଅ, ସଂଗଠିତ ହୁଅ ଏବଂ ସଂଘର୍ଷ କର ସମାଜକୁ ଗଠନ କରିବା ଦିଗରେ ଆହ୍ୱାନ କରିଥିଲେ। ଭାରତର ମହାନ ସମାଜ ସଂସ୍କାରକ, ଜାତି ବର୍ଣ୍ଣ ଆନ୍ଦୋଳନର ମହାନ ଯୋଦ୍ଧା, ଲିଙ୍ଗଗତ ସମାନତାର ପ୍ରଚଣ୍ଡ ପ୍ରଖ୍ୟଦର, ସାମାଜିକ ନ୍ୟାୟର ପ୍ରବକ୍ତା ତଥା ଭାରତ ସମ୍ବିଧାନର ନିର୍ମାତା, ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ନିର୍ମାତା, ସମଗ୍ର ବିଶ୍ୱ ଜ୍ଞାନର ପ୍ରତୀକ, ବିଶ୍ୱ ସର୍ବବୃହତ ଲିଖିତ ସମ୍ବିଧାନର ପ୍ରଣେତା, ବିଶ୍ୱରତ୍ନ ଭାରତ ରତ୍ନ ବାବା ସାହେବଙ୍କ 134ତମ ଜନ୍ମ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି। ଡାକ୍ତର ବି.ଆର୍. ଆମ୍ବେଦକର ସ୍ମୃତିରେ ଆମେ ସାମାଜିକ ସମତା, ନ୍ୟାୟ ଓ ଶିକ୍ଷା ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଆମେ ସଦାସର୍ବଦା ଅନୁସରଣ କରିବା ଏବଂ ଆମ ଆଗାମୀ ପିଢ଼ି ନିକଟକୁ ଶିକ୍ଷା ଦେବା। ବିଶ୍ୱବ୍ୟାପୀ ମାନବ ଅଧିକାର, ସାମାଜିକ ନ୍ୟାୟ, ଜ୍ଞାନର ଆଲୋକବାହକ ଏବଂ ଦୃଢ଼ ସଂଘର୍ଷ ଓ ଆଦର୍ଶ ଆମ ପାଇଁ ସଦାସର୍ବଦା ପ୍ରେରଣା। ଏଥିରେ ଜିଲ୍ଲାପାଳ ଭି କୀର୍ତ୍ତିୱାସନ, ବିଜେପି ଜିଲ୍ଲା ସଭାପତି ଶିବ ମୁଦୁଲି, ମ୍ୟୁନିସିପାଲିଟି ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, ବରିଷ୍ଠ ନେତା ଉମାକାନ୍ତ ଦଳେଇ, ବରିଷ୍ଠ ନେତା ରାଜେନ୍ଦ୍ର ହିକା, କଂଗ୍ରେସ ବ୍ଲକ ସମ୍ପାଦକ ମୋହନ ପାତ୍ର, ସନ୍ଧ୍ୟାରାଣୀ ଖୋସଲା, ଅକ୍ଷୟ ସମଲିଆ, ରାଜୁ ବାଗ, ଚନ୍ଦ୍ରସେନ ଗରଡ଼ା, ଭାସ୍କର ମହାନନ୍ଦିଆ ଓ ହେମନ୍ତ ବାଗ ଇତ୍ୟାଦି ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମକୁ ଆସିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଂଗଠନକୁ ଦୃଢ଼ କରିବା ପାଇଁ କୁହାଯାଇ ସଭାକୁ ପରିସମାପ୍ତି କରାଯାଇଥିଲା। କୋରାପୁଟରୁ ତପନ ନିହାଲଙ୍କ ରିପୋର୍ଟ, ଏଭାନ ଓଡ଼ିଶା।